हेलो फ्रेंड्स आम्भेମାନେ ଏବେ ସିଟି ଏକ୍ଜାମରେ ଓଡ଼ିଆରୁ ଆସୁଥିବା କିଛି ସିଲେକ୍ଟେଡ୍ କ୍ୱେଶ୍ଚନ୍ ଡିସ୍କସନ୍ କରିବୁ ଯାହାକି ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆପଣମାନେ ଯଦି ସିଟି ଏକ୍ଜାମ ପାଇଁ ସିରିୟସଲି ପ୍ରିପେୟାର ହେଉଛନ୍ତି ତାହେଲେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକିନା ଏଇ ଟାଇପ୍ର କ୍ୱେଶ୍ଚନ୍ ପ୍ରତିବର୍ଷ ଏକ୍ଜାମରେ ଆସୁଛି। ଆପଣମାନେ ଯଦି ପ୍ରତିଦିନ ଏଇଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୋଟିଫିକେସନ୍ ବଟନ୍କୁ ଅନ୍ କରି ରଖନ୍ତୁ, ଯାହାଫଳରେ ନେକ୍ସଟ ଭିଡ଼ିଓ ଯେତେବେଳେ ବି ଅପଲୋଡ଼ ହେବ ଆପଣମାନେ ଜାଣିପାରିବେ ଓ ଆପଣଙ୍କ ଏକ୍ଜାମ ପାଇଁ ପ୍ରିପାରେସନ୍ ମଧ୍ୟ ହୋଇପାରିବେ। ଏବଂ ଏହି କ୍ଲାସ୍ରେ ଆମର ଆଉ ଏକ ସ୍ପେଶାଲ୍ କ୍ଲାସ୍ ବିଷୟରେ ଆପଣମାନଙ୍କୁ ଜଣାଇବି, ଯେଉଁଥିରେ ଆପଣମାନେ ଜଏନ୍ ହୋଇ 100% ସକ୍ସେସ୍ ପାଇପାରିବେ। ତେବେ କ'ଣ ରହିଛି ଡିଟେଲ୍ସ ଭିଡ଼ିଓ ଚାଲନ୍ତୁ ଜାଣିବା। ତ ଫ୍ରେଣ୍ଡସ୍ ଆମ୍ଭେମାନେ ପୂର୍ବ ଭିଡ଼ିଓରେ 1 ନମ୍ବରରୁ 32 ନମ୍ବର ପର୍ଯ୍ୟନ୍ତ ସମସ୍ତ କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିସାରିଛୁ। ଯଦି ଆପଣମାନେ ଦେଖିନାହାନ୍ତି ତାହେଲେ ଭିଡ଼ିଓର ଡେସ୍କ୍ରିପସନ୍ରେ ତା'ର ଲିଙ୍କ୍ ଦିଆଯାଇଛି, ଆପଣମାନେ ସେଠାରେ କ୍ଲିକ୍ କରି ଦେଖିପାରିବେ। ତ ଆଜି ଆମେମାନେ 33 ନମ୍ବରରୁ ବାକି କିଛି କ୍ୱେଶ୍ଚନ୍ ଡିସ୍କସନ୍ କରିବୁ ଯାହାକି ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭଲ ଭାବରେ ଦେଖନ୍ତୁ। ତ ଆଜିର ଫାର୍ଷ୍ଟ କ୍ୱେଶ୍ଚନ୍ ଯାହାକି 33 ନମ୍ବର କ୍ୱେଶ୍ଚନ୍ କ'ଣ ଅଛି ଦେଖନ୍ତୁ। ଗମ୍ ଯୁକ୍ତ ତ ଇଜ୍ ଇକ୍ୱାଲ୍ ଟୁ ଗତ। ତ ପ୍ରତ୍ୟୟ ଫଳରେ କେଉଁ ପରିବର୍ତ୍ତନ ଘଟିଛି? ଆଦେଶ, ଆଗମ, ଲୋପ, ଗୁଣ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ଲୋପ। ହନ୍ ଯୁକ୍ତ ଓ ଇଜ୍ ଇକ୍ୱାଲ୍ ଟୁ ବୋଧ। ଓ ପ୍ରତ୍ୟୟ ଯୋଗରେ ହୋ ଓ ନ ସ୍ଥାନରେ ବୋ ଓ ଧୋ ହୋଇଛି। ଏହା କି ପ୍ରକାର ପରିବର୍ତ୍ତନ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ଆଦେଶ। ପ୍ରତ୍ୟୟ ଯୋଗରେ ରୁ ସ୍ଥାନରେ ଓର୍ ହେଲେ ତାହାକୁ କ'ଣ କହନ୍ତି? ଲୋପ, ଗୁଣ, ବୃଦ୍ଧି, ଆଗମ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ଗୁଣ। ପ୍ରତ୍ୟୟ ଯୋଗରେ ଇ ସ୍ଥାନରେ ଓଇ ହେଲେ ତାକୁ କ'ଣ କୁହନ୍ତି? ଆଦେଶ, ଆଗମ, ଗୁଣ, ବୃଦ୍ଧି। ରାଇଟ୍ ଆନ୍ସର୍ ଅପସନ୍ ଡି ବୃଦ୍ଧି। ଜି ଧାତୁରେ କି ପ୍ରତ୍ୟୟ ଯୋଗ କଲେ ଜୟ ହେବ? ଇ, ଅୟ, ଓ, ଆୟ। ରାଇଟ୍ ଆନ୍ସର୍ ଅପସନ୍ ସି ଓ। ଶତ୍ରୁଘ୍ନ ଏହାର ପ୍ରକୃତି ପ୍ରତ୍ୟୟ କେଉଁଟି? ଶତ୍ରୁ ଯୁକ୍ତ ଘ୍ନ, ଶତ୍ରୁ ଯୁକ୍ତ ଘ୍ନ, ଶତ୍ରୁ ଯୁକ୍ତ ହନ୍, ଶତ୍ରୁ ଯୁକ୍ତ ହନ୍ ଯୁକ୍ତ ଓ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି। ଚିକିତ୍ସା ଏହାର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ଭଲ ଭାବରେ ଏଠାରେ ଅପସନ୍ ଗୁଡ଼ିକ ଦେଖନ୍ତୁ। ଚି ଯୁକ୍ତ କି ଯୁକ୍ତ ସା, ଚିକ୍ ଯୁକ୍ତ ଇସ୍ ଯୁକ୍ତ ତା, କିତ୍ ଯୁକ୍ତ ସନ୍ ଯୁକ୍ତ ଓ ଯୁକ୍ତ ଆ, କିତ୍ ଯୁକ୍ତ ସନ୍ ଯୁକ୍ତ ଆ। ତା ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି କିତ୍ ଯୁକ୍ତ ସନ୍ ପ୍ଲସ୍ ଓ ଯୁକ୍ତ ଆ। ସ୍ତାବକ ଏହାର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ସ୍ତବ ଯୁକ୍ତ ଅକ, ସ୍ତୁ ଯୁକ୍ତ ଅକ, ସ୍ତ ଯୁକ୍ତ ଅବକ, ସ୍ତାବ ଯୁକ୍ତ କ। ରାଇଟ୍ ଆନ୍ସର୍ ଅପସନ୍ ବି ସ୍ତୁ ଯୁକ୍ତ ଅକ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ଜଗୁଆଳ ଏହାର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ଯୋଗ ଯୁକ୍ତ ଉଆଳ, ଯୋଗୁ ଯୁକ୍ତ ଆଳ, ଜ ଯୁକ୍ତ ଗୁଆଳ, ଜଗୁଆ ଯୁକ୍ତ ଅଳ। ରାଇଟ୍ ଆନ୍ସର୍ ଅପସନ୍ ଏ ଯୋଗ ଯୁକ୍ତ ଉଆଳ। ଶୈବ ଏହାର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ଶିବ ଯୁକ୍ତ ଅ, ଶୈବ ଯୁକ୍ତ ଅ, ଶୈ ଯୁକ୍ତ ବ, ସ ଯୁକ୍ତ ଐବ। ରାଇଟ୍ ଆନ୍ସର୍ ଅପସନ୍ ଏ ଶିବ ଯୁକ୍ତ ଓ। ଏ କ୍ୱେଶ୍ଚନ୍ଟି ଆସେ ଏକ୍ଜାମରେ ଯେ ଶୈବ ମାନେ ହେଉଛି ଶିବ ଯୁକ୍ତ ଅ। ଭଲ ଭାବରେ ଏହାକୁ ମନେ ରଖିଥିବେ। ସେହିଭଳି ବିଷ୍ଣୁ ଯୁକ୍ତ ଅ ଇଜ୍ ଇକ୍ୱାଲ୍ ଟୁ ବୈଷ୍ଣବ। ଏଥିରେ ଓ ପ୍ରତ୍ୟୟଟି କେଉଁ ଅର୍ଥରେ ହୋଇଛି? ଅପତ୍ୟ ଅର୍ଥରେ, ଭାବ ଅର୍ଥରେ, ଭକ୍ତ ଅର୍ଥରେ, ନିବାସ ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ସି ଭକ୍ତ ଅର୍ଥରେ। ପାର୍ଥ ଏହାର ପ୍ରକୃତି ପ୍ରତ୍ୟୟ କଲେ କ'ଣ ହେବ? ପର୍ଥ ଯୁକ୍ତ ଅ, ପୃଥା ଯୁକ୍ତ ଅ, ପାର୍ଥ ଯୁକ୍ତ ଅ, ପ ଯୁକ୍ତ ଅର୍ଥ। ରାଇଟ୍ ଆନ୍ସର୍ ଅପସନ୍ ବି ପୃଥା ଯୁକ୍ତ ଅ। ତିଳ ଯୁକ୍ତ ଅ ଇଜ୍ ଇକ୍ୱାଲ୍ ଟୁ ତୈଳ। ଏଠାରେ ଅ ପ୍ରତ୍ୟୟ କେଉଁ ଅର୍ଥରେ କରାଯାଇଛି? ବିକାର ଅର୍ଥରେ, ଭାବ ଅର୍ଥରେ, ନିବାସ ଅର୍ଥରେ, ସମ୍ବନ୍ଧ ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ଏ ବିକାର ଅର୍ଥରେ। ବନ୍ଧୁ ଯୁକ୍ତ ଅ ଇଜ୍ ଇକ୍ୱାଲ୍ ଟୁ ବାନ୍ଧବ। ଓ ପ୍ରତ୍ୟୟଟି କେଉଁ ଅର୍ଥରେ ହୋଇଛି? ନିବାସ ଅର୍ଥରେ, ବିକାର ଅର୍ଥରେ, ସ୍ୱାର୍ଥରେ, ଅପତ୍ୟ ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ସି ସ୍ୱାର୍ଥରେ। ଶରୀର ଯୁକ୍ତ ଇକ ଇଜ୍ ଇକ୍ୱାଲ୍ ଟୁ ଶାରୀରିକ। ଏଠାରେ ଇକ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି? ଜୀବିକା ଅର୍ଥରେ, ଜାଣିବା ଅର୍ଥରେ, ନିଯୋଗ ଅର୍ଥରେ, ସମ୍ବନ୍ଧ ଅର୍ଥରେ।
ରାଇଟ୍ ଆନ୍ସର୍ ଅପସନ୍ ଡି ସମ୍ବନ୍ଧ ଅର୍ଥରେ। ଭୌଗୋଳିକ ଏହାର ପ୍ରକୃତିଟି କ'ଣ? ଭୌଗୋଳ, ଭୂଗୋଳ, ଭୂଗୋଳ, ଭୂଗୋଳ। ଏଠାରେ ଦେଖନ୍ତୁ ସ୍ପେଲିଂ ଗୁଡ଼ିକ ଭଲ ଭାବରେ ଏଠାରେ ଲକ୍ଷ୍ୟ କରନ୍ତୁ, ଯାହାକି ଚେଞ୍ଜ କରାଯାଇଛି। ତ କେଉଁଟା ଠିକ୍ ହେବ ଆପଣମାନେ କୁହନ୍ତୁ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ଭୂଗୋଳ। ନେକ୍ସଟ ଦେଖନ୍ତୁ କ'ଣ ରହିଛି, କୌନ୍ତେୟ ଏହା କୁନ୍ତୀଙ୍କର କେଉଁ ସମ୍ବନ୍ଧୀୟ ଅର୍ଥକୁ ପ୍ରକାଶ କରେ? ସମ୍ବନ୍ଧ ଅର୍ଥରେ, ଅପତ୍ୟ ଅର୍ଥରେ, ଜାତ ଅର୍ଥରେ, ପ୍ରଭୁତ୍ୱ ଅର୍ଥରେ। ତ ଏହା ରାଇଟ୍ ଆନ୍ସର୍ଟି ହେଉଛି ଅପସନ୍ ବି ଅପତ୍ୟ ଅର୍ଥରେ। ଧୂଳିସାତ୍ ଏଥିରେ ସାତ୍ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି? ବିକାର ଅର୍ଥରେ, ପରିଣତ ଅର୍ଥରେ, ଅଧୀନ ଅର୍ଥରେ, ଦେୟ ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ବି ପରିଣତ ଅର୍ଥରେ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି, କେଉଁଟି କୃଦନ୍ତ ନୁହେଁ? ପଠନ, ରାବଣୀ, କର୍ତ୍ତବ୍ୟ, ଭୂତ। ତ ଏହାର ରାଇଟ୍ ଆନ୍ସର୍ଟି ମୋତେ କମେଣ୍ଟ ବକ୍ସରେ ଜଣାନ୍ତୁ। ଏହାର ରାଇଟ୍ ଆନ୍ସର୍ଟି କ'ଣ ହେବ? ତା ଭିତରେ ମୁଁ ଆପଣମାନଙ୍କୁ ଆମ ସ୍ପେଶାଲ କ୍ଲାସ୍ ବିଷୟରେ ଜଣାଇ ଦେବା ପାଇଁ ଚାହୁଁଛି। ତ ଫ୍ରେଣ୍ଡସ୍, ଆପଣ ଯଦି କମ୍ ସମୟ ଭିତରେ ଅଧିକ ପ୍ରିପାରେସନ୍ ହୋଇ ଏକ୍ଜାମ୍ରେ ସକ୍ସେସ୍ ପାଇବାକୁ ଚାହୁଁଛନ୍ତି, ତାହେଲେ ଆଜି ହିଁ ଆମର ସ୍ପେଶାଲ କ୍ଲାସ୍ରେ ଜଏନ୍ କରନ୍ତୁ। ଏଥିରେ ଜଏନ୍ ହେଲେ ଆପଣମାନଙ୍କୁ ସିଲାବସ୍ ୱାଇଜ୍ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ କ୍ଲାସ୍ ସହିତ ଷ୍ଟଡି ମେଟେରିଆଲ ଫ୍ରି PDF ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ସହ ହ୍ୱାଟ୍ସଆପ୍ ସପୋର୍ଟ ମିଳିଯିବ। ଆପଣଙ୍କୁ ଏହା ଲାଇଫ୍ ଟାଇମ୍ ଆକ୍ସେସ୍ ମଧ୍ୟ ଦିଆଯିବ, ଯାହାଫଳରେ ଆପଣ ନିଜକୁ ବହୁତ ଭଲ ଭାବରେ ପ୍ରିପାରେସନ୍ କରି ଏକ୍ଜାମ୍ରେ ସକ୍ସେସ୍ ପାଇବା ସହିତ ଆପଣଙ୍କର ଟିଚର୍ ହେବା ସ୍ୱପ୍ନକୁ ମଧ୍ୟ ପୂରଣ କରିପାରିବେ। ତେବେ ଆଉ ଡେରି କରନ୍ତୁ ନାହିଁ, ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଜଏନ୍ ଲେଖି ମେସେଜ୍ କରନ୍ତୁ, ନହେଲେ ଭିଡ଼ିଓ ଡେସ୍କ୍ରିପସନ୍ରେ ଜଏନ୍ର ଲିଙ୍କ୍ ଦିଆଯାଇଛି, ଆପଣ ସେଠାରେ କ୍ଲିକ୍ କରି ମଧ୍ୟ ଡାଇରେକ୍ଟ ଜଏନ୍ ହୋଇପାରିବେ। କିଛି ଯଦି ଅସୁବିଧା ହେଉଥାଏ ତାହେଲେ ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ଆମକୁ ଯୋଗାଯୋଗ କରିପାରିବେ। ତେବେ ଚାଲନ୍ତୁ ଏବେ ଆମେ କ୍ୱେଶ୍ଚନ୍ ଉପରକୁ ଯିବା। ଆମର କ୍ୱେଶ୍ଚନ୍ କ'ଣ ରହିଛି, କେଉଁଟି କୃଦନ୍ତ ନୁହେଁ? ତ ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ରାବଣୀ। କେଉଁଟି ତଦ୍ଧିତ ନୁହେଁ? ଦାଶରଥୀ, ବୈଷ୍ଣବ, ସୌନ୍ଦର୍ଯ୍ୟ, ଭଜନ। ରାଇଟ୍ ଆନ୍ସର୍ ଅପସନ୍ ଡି ଭଜନ। ସାୟଂ ଯୁକ୍ତ ତନ ଇଜ୍ ଇକ୍ୱାଲ୍ ଟୁ ସାୟନ୍ତନ। ଏଥିରେ ତନ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି? ଭବ ବା ଜାତ ଅର୍ଥରେ, ସମ୍ବନ୍ଧ ଅର୍ଥରେ, ସ୍ୱାର୍ଥରେ, ହିତ ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ଏ ଭବ ବା ଜାତ ଅର୍ଥରେ। ସନାତନ ପ୍ରକୃତି ପ୍ରତ୍ୟୟ ଲେଖ। ସନା ଯୁକ୍ତ ତେ, ସଦା ଯୁକ୍ତ ତନ, ସ ଯୁକ୍ତ ନାତନ, ସନାତ ଯୁକ୍ତ ଅନ। ରାଇଟ୍ ଆନ୍ସର୍ ଅପସନ୍ ବି ସଦା ଯୁକ୍ତ ତନ। ଭସ୍ମୀଭୂତ ଏଥିରେ ଥିବା ପ୍ରତ୍ୟୟ ଦୁଇଟିର ନାମ କ'ଣ? ଇ ତ, ଚି ତ, ସ୍ମି ଯୁକ୍ତ ଭୂତ, ଭସ୍ମ ଯୁକ୍ତ ଭୂତ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି। କେଉଁଟି ଠିକ୍? ଜଗତକରଣ, ଜଗତୀକରଣ, ଗଗତୀକରଣ, ଜଗତୀକରଣ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ଜଗତକରଣ। ସୌମିତ୍ରୀ ଏହାର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ସୌମିତ୍ରା ଯୁକ୍ତ ଇ, ସୌମିତ୍ରା ଯୁକ୍ତ ଇ, ସୌମିତ୍ର ଯୁକ୍ତ ଇ, ସୌମିତ୍ର ଯୁକ୍ତ ଇ। ତ ଏଠାରେ ଭଲ ଭାବରେ ଦେଖନ୍ତୁ, ଏଠାରେ ସ୍ପେଲିଂ ଗୁଡ଼ିକ କେମିତି ଚେଞ୍ଜ ହେଇଛି। ତ ଆପଣମାନେ ଭଲ ଭାବରେ ଦେଖନ୍ତୁ ଏଟାର ଆନ୍ସର୍ଟି କ'ଣ ହେବ। ତ ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ସୌମିତ୍ରା ଯୁକ୍ତ ଇ। ଦାଢ଼ି ଯୁକ୍ତ ଆ ଇଜ୍ ଇକ୍ୱାଲ୍ ଟୁ ଦାଢ଼ିଆ। ଏଥିରେ ଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି? ଅଛି ଅର୍ଥରେ, ରଞ୍ଜିତ ଅର୍ଥରେ, ଜାତ ଅର୍ଥରେ, ଅନାଦର ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ଏ ଅଛି ଅର୍ଥରେ। କଟକ ଯୁକ୍ତ ଇ ଇଜ୍ ଇକ୍ୱାଲ୍ ଟୁ କଟକୀ। ଏଥିରେ ଇ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି? ବ୍ୟବସାୟ ଅର୍ଥରେ, ଜାତ ଅର୍ଥରେ, ପରିମାଣ ଅର୍ଥରେ, ଅଛି ଅର୍ଥରେ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ଜାତ ଅର୍ଥରେ। ମୂଲ ଯୁକ୍ତ ୟା ଇଜ୍ ଇକ୍ୱାଲ୍ ଟୁ ମୂଲିଆ। ଏଥିରେ ୟା ପ୍ରତ୍ୟୟଟି କେଉଁ ଅର୍ଥରେ ହୋଇଛି? ନିବାସ ଅର୍ଥରେ, ବ୍ୟବସାୟ ଅର୍ଥରେ, ଅଛି ଅର୍ଥରେ, କ୍ଷୁଦ୍ର ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ବି ବ୍ୟବସାୟ ଅର୍ଥରେ। ଖଟୁଲି ଇଜ୍ ଇକ୍ୱାଲ୍ ଟୁ ଖଟ ଯୁକ୍ତ ଉଲି। ଉଲି କେଉଁ ଅର୍ଥରେ ହୋଇଛି? କ୍ଷୁଦ୍ର ଅର୍ଥରେ, ବୃହତ୍ ଅର୍ଥରେ, ନିର୍ମାଣ ଅର୍ଥରେ, ଯଜ୍ଞ ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ଏ କ୍ଷୁଦ୍ର ଅର୍ଥରେ। ଖେଳ ଯୁକ୍ତ ଆଳି ଇଜ୍ ଇକ୍ୱାଲ୍ ଟୁ ଖେଳାଳି। ଆଳି ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି? କ୍ଷୁଦ୍ର ଅର୍ଥରେ, ଅଭ୍ୟାସ ଅର୍ଥରେ, ବୃତ୍ତି ଅର୍ଥରେ, ସମ୍ବନ୍ଧ ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ବି ଅଭ୍ୟାସ ଅର୍ଥରେ। ବୁଢ଼ାଟା ଇଜ୍ ଇକ୍ୱାଲ୍ ଟୁ ବୁଢ଼ା ଯୁକ୍ତ ଟା। ଏଥିରେ ଟା ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି? ସମାନ ଅର୍ଥରେ, ଅବଜ୍ଞା ଅର୍ଥରେ, ସ୍ୱାର୍ଥରେ, ଅଛି ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ବି ଅବଜ୍ଞା ଅର୍ଥରେ। କୁଲେଇ ଇଜ୍ ଇକ୍ୱାଲ୍ ଟୁ କୁଲା ଯୁକ୍ତ ଏଇ।
ଏଇ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି? ଭାବ ଅର୍ଥରେ, କ୍ଷୁଦ୍ର ଅର୍ଥରେ, କାର୍ଯ୍ୟ ଅର୍ଥରେ ଓ ଅଛି ଅର୍ଥରେ। ରାଇଟ୍ ଆନ୍ସର୍ ଅପସନ୍ ବି କ୍ଷୁଦ୍ର ଅର୍ଥରେ। ଯେବେ ଏଥିରେ ବେ ପ୍ରତ୍ୟୟ କେଉଁ ଶବ୍ଦରୁ ହୋଇଛି? ଜବ୍, ଯଦ୍, ଯେବ, ତଦ୍। ରାଇଟ୍ ଆନ୍ସର୍ ଅପସନ୍ ବି ଯଦ୍। ତ ଫ୍ରେଣ୍ଡ ସେ ସମସ୍ତ କ୍ୱେଶ୍ଚନ୍ ଆପଣମାନଙ୍କ ପାଇଁ ବହୁତ ସିଲେକ୍ଟେଡ୍ ଏବଂ ବହୁତ ଇମ୍ପୋର୍ଟାଣ୍ଟ ମଧ୍ୟ। ନେକ୍ସଟ କ୍ଲାସ୍ରେ ମଧ୍ୟ ଆହୁରି ବହୁତ ଗୁଡ଼ିଏ ସିଲେକ୍ଟେଡ୍ କ୍ୱେଶ୍ଚନ୍ ଆପଣମାନଙ୍କ ପାଇଁ ରହିଛି ଯାହାକି ଆମେ ଡିସ୍କସନ୍ କରିବୁ। ତ ଆପଣମାନେ ଆଜି ଯାହା ବି କ୍ୱେଶ୍ଚନ୍ ଆନ୍ସର୍ ଏଠାରେ ଆମେ ପ୍ରାକ୍ଟିସ୍ କଲୁ ଭଲ ଭାବରେ ପୁଣି ଥରେ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଦିଅନ୍ତୁ ଓ ସମସ୍ତ କ୍ୱେଶ୍ଚନ୍ ଆନ୍ସର୍କୁ ଭଲ ଭାବରେ ପ୍ରାକ୍ଟିସ୍ କରିଦିଅନ୍ତୁ କାହିଁକିନା ଏ ସମସ୍ତ କ୍ୱେଶ୍ଚନ୍ ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଓ ଆପଣ ଯଦି ଆମ ସ୍ପେଶାଲ୍ କ୍ଲାସ୍ରେ ଜଏନ୍ ହେଇ ପ୍ରିପାରେସନ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଦେଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଜଏନ୍ ଲେଖି ମେସେଜ୍ କରନ୍ତୁ, ନହେଲେ ଭିଡ଼ିଓର ଡେସ୍କ୍ରିପ୍ସନ୍ରେ ଜଏନ୍ର ଲିଙ୍କ୍ ଦିଆଯାଇଛି, ଆପଣ ସେଠାରେ କ୍ଲିକ୍ କରି ମଧ୍ୟ ଡାଇରେକ୍ଟ ଜଏନ୍ ହୋଇପାରିବେ। ତ ଇଏ ଥିଲା ଆଜିର କ୍ଲାସ୍ଟି କେମିତି ଲାଗିଲା ଏବଂ ଯଦି କିଛି ଡାଉଟ୍ ଥାଏ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆପଣମାନଙ୍କର ସାଙ୍ଗସାଥି ଯଦି ସିଟି ପାଇଁ ପ୍ରିପେୟାର ହେଉଛନ୍ତି ସେମାନଙ୍କୁ ମଧ୍ୟ ସେୟାର କରନ୍ତୁ ଯାହାଫଳରେ ସେମାନେ ମଧ୍ୟ ନିଜକୁ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରିପାରିବେ। ଓ ଆପଣମାନେ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ବଟନ୍କୁ ଅନ୍ କରି ରଖନ୍ତୁ ଯାହାଫଳରେ ଯେତେବେଳେ ଆମ ଚ୍ୟାନେଲରେ ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ଜାଣିପାରିବେ ଆପଣଙ୍କ ଏକ୍ଜାମ୍ ପାଇଁ ମଧ୍ୟ ପ୍ରିପାରେସନ୍ ହୋଇପାରିବେ। ତ ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ।